ଚଳିତ ମାସ 13 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ା ନିକଟସ୍ଥ କୁମଡ଼ାପାଲି ଛକ ତ୍ରିନାଥ ମଠର 27ତମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଷୁବ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଛି। ନାମଯଜ୍ଞର ମନୋନୀତ କର୍ତ୍ତା ଶ୍ରୀମତୀ କସ୍ତୁରୀ ପଟେଲ ଓ ଗୌରକିଶୋର ପଟେଲ ସୁନ୍ଦର ଭାବେ ଦାୟିତ୍ୱ ତୁଲାଇଥିଲେ। ନାମଯଜ୍ଞରେ ସଂକୀର୍ତ୍ତନ ଦଳ କୁଲେମୁରା, ପୂର୍ଣ୍ଣା, କବାଙ୍ଗ, ଦଲକି ଓ ମୁନ୍ଦ୍ରାଜୋର ଆଦି ଗ୍ରାମରୁ ଉଭୟ ମହିଳା ଓ ପୁରୁଷ କଳାକାର ସମୂହ ଭାଗ ନେଇ ଅତି ଉତ୍ତମ ଭାବେ କଳିଯୁଗର ମହାମନ୍ତ୍ର ଗାନ କରି ବାଦ୍ୟ ନୃତ୍ୟ ପ୍ରଦର୍ଶନ କରି ଉପସ୍ଥିତ ଭକ୍ତ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲେ। ନାମଯଜ୍ଞର ପୂଜକ ଗିରିଧାରୀ ଦାସ ଓ ମଠ ପୂଜକ ଈଶ୍ୱର ପ୍ରସାଦ ଦେହେରୀ ଉପସ୍ଥିତ ରହି ନିୟମ ଅନୁଯାୟୀ ପୂଜାପାଠ କରିଥିଲେ। ତ୍ରିନାଥ ମଠ ବିକାଶ ପରିଷଦ କୁମଡ଼ାପାଲି ଛକ ଦଲକିର ଉପଦେଷ୍ଟା ଜଗନ୍ନାଥ ଭୋଇ, ସଭାପତି ରାଜେନ୍ଦ୍ର ପଟ୍ଟନାୟକ, ସମ୍ପାଦକ ହେମରାଜ ଷଣ୍ଢ, ଆନନ୍ଦ ପାଣ୍ଡେ, ଡିଲେଶ୍ୱର ପଟେଲ, ବେଦଦୁର୍ଲଭ ପଟେଲ, ରୂପେଶ ପାଉଲେ, ଈଶ୍ୱର ପ୍ରସାଦ ଦେହେରୀ, ଜନ୍ମାଜୟ ପ୍ରଧାନ, ନିରଞ୍ଜନ ପଟେଲ, ଦିଲ୍ଲୀପ ପାଣ୍ଡେ, ମହେନ୍ଦ୍ର ପଟ୍ଟନାୟକ, ପରମେଶ୍ୱର ପଟେଲ ପ୍ରମୁଖ କାର୍ଯ୍ୟକ୍ରମର ଦାୟିତ୍ୱ ତୁଲାଇଥିଲେ। ଏହି ଅବସରରେ ପୂର୍ବ ବିଧାୟିକା ଅଳକା ମହାନ୍ତି ଯୋଗଦାନ କରି ମହାପ୍ରଭୁଙ୍କୁ ଦର୍ଶନ କରି ଉପସ୍ଥିତ ଭକ୍ତ ସମୂହଙ୍କୁ ଉତ୍ସାହିତ କରିଥିଲେ। କୁମଡ଼ାପାଲି, ପୂର୍ଣ୍ଣା, ଦଲକି ଆଦି ଗ୍ରାମ ପଞ୍ଚାୟତର ଉଭୟ ମହିଳା ଓ ପୁରୁଷମାନେ ବହୁ ସଂଖ୍ୟାରେ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଶାନ୍ତି ଶୃଙ୍ଖଳା ସ୍ଥାପନ କରି ମହା ଆଡ଼ମ୍ବରରେ କାର୍ଯ୍ୟକ୍ରମଟି ସମାପିତ ହୋଇଥିଲା।